आज पंचायत राज पानीय जल और ग्राम्योन्नयन विभाग खर्च दाबी आगत करागला। ये खर्च दाबी 2026-27 उद्दिष्ट अटे 34,104 कोटी 6,26,000 टंकार अटकल रखाई पंचायत राज विभाग पाई, जहाँकि गत वर्ष तुलन में 17% अधिक। से दृष्टि निश्चित भाव में ओडिशा प्रदेश जो गाँव रे पंचायत में रोथुवा गरीब निसहाय चाषी मूलिया मानकर अधिक अधिक लाभ हो बोलिक मो अनुमय करुछि एवं 17% ग्रामांचल व्यवस्था भितर अधिक करिथिबा दृष्टि ये लोकंक सरकार बोली प्रतीयमान होछि। ये भी स्पष्ट अनुमान होछि दृष्टि माननीय मुख्यमंत्री मोहन माझी को ये सरकार को एवं समस्त जनसाधारण को मोर विभाग तरफ अभिनंदन जनाऊँ। यारी भितर जो लक्ष्य नहीं हम विभाग काम करुछि, कामर दुईटी व्यवस्था 25,103 कोटी 32,37,000 टंका ये योजना भित्तिक भाव में पंचायत राजर कार्यान्वयन हम 1,712 कोटी 91,79,000 टंका प्रशासनिक व्यय भाव में खर्च हम एवं ता सहित 16 केंद्रीय अर्थ आयोग अधीन 2,404 कोटी 10,000 टंका, 6 राज्य अर्थ आयोग अधीन 4,883 कोटी 92 लाख टंका व्यवहार करा जाइछि। ये सबूर मिश्रण को देखला बेले आम 17% अधिक पाऊँ। ग्रामीण गृह निर्माण योजना जहाँकि प्रधानमंत्री आवास योजना, अंत्योदय गृह योजना, प्रधानमंत्री जनजाति न्याय महाभियान PM जनमन, ये योजना माध्यम आम जो गरीब लोक मान घर जो मानकर लक्ष्य यशस्वी प्रधानमंत्री रखिले जे परिवार मुंड उपर छातटी रहू एवं से छातर व्यवस्था नहीं योजना तैयारी कले एवं भिन्न विगत दिन अनुभूति भितर जो माने असहाय विकलांग ये प्रकार व्यक्तित्व मान को चिन्हट करी घर देवा व्यवस्था करवा अंत्योदय व्यवस्था करागला एवं जो माने PVTG जो माने प्रिमिटिव ट्राइब कहुच्छे से PM जनमन माध्यम घर देवार व्यवस्था करागला। ये प्रकार व्यवस्था भितर 18,07,191 घर केंद्र सरकार देइथिले। आमे से भितर 25,21,308 घर संपूर्ण कर सारीछु एवं 2025-26 योजना 906.2 कोटी टंका विनियोग करा जाए 1,54,229 गृह निर्माण संपूर्ण होइछि। एपरि भाव में आम घर काम करिछु विगत दिन एवं वर्तमान नूतन आवास देवाई एक सर्वे होती जो 37,99,000 परिवार को
ଆମେ ଚିହ୍ନଟ କରିଛୁ ଏବଂ ତାକୁ କେନ୍ଦ୍ର ସରକାରକୁ ପଠାଯାଇଛି। ଅଳ୍ପ ଦିନ ଭିତରେ ବଜେଟ୍ ପାରିତ ହେଲା ପରେ ଆମେ ସେ ଘର ଆଗାମୀ ଦିନରେ ବଣ୍ଟନ କରିବୁ। ଏ ପ୍ରକାର ବ୍ୟବସ୍ଥା ଭିତରେ ଚାଲିଛୁ ଏବଂ এই ହିସାବରେ ବଜେଟ୍ ଯେଉଁ ପ୍ରାବଧାନ ହେଇଛି 2445 କୋଟି ଟଙ୍କା 26-27 ପାଇଁ ପ୍ରାବଧାନ ହେଇଛି ଏବଂ ଅନ୍ତୋଦୟ ଗୃହ ଯୋଜନା ପାଇଁ ଆମର 1,58,600 ଆମେ ହିତାଧିକାରୀଙ୍କୁ ଘର ଦେଇଛୁ। ଆଉ କିଛି ଦିନ ପରେ ଆମେ ଆଉ 50,000 ଘର ଦେବୁ। ଏ ପ୍ରକାର ନିର୍ଣ୍ଣୟ ନେଇ ଆମେ କାମ କରୁଛୁ, ଯେଉଁ ଭିତରେ କି 61,441ଟି ଘରର ନିର୍ମାଣ ଶେଷ ହେଇଛି ଏବଂ 2,61,07 ଟଙ୍କା ମିଳିଥିବା ବେଳେ 1,321.63 କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ଏ ପ୍ରକାର ଚାଲିଛି। ତ ଆମର 26-27 ପାଇଁ ଯେଉଁ ବଜେଟ୍ ରଖାଯାଇଛି ଏଥିରେ 200 କୋଟି ଟଙ୍କାର ବ୍ୟବସ୍ଥା ହେଇଛି। ଜନଜାତି ଆଦିବାସୀ ନାୟକମାନଙ୍କ PM ଜନ୍ମନରେ ଯେଉଁ ଘର ଦିଆଯିବ ସେଥିପାଇଁ 30 କୋଟି ଟଙ୍କା ଦିଆଯାଇଛି। 41,131ଟି ପରିବାରକୁ ଆମେ ଘର ଦେଇଛୁ। ଆମେ ତାର ଭିତରୁ 29,503ଟି ସମ୍ପୂର୍ଣ୍ଣ ହୋଇଛି। ବାକି ଆମେ ସମ୍ପୂର୍ଣ୍ଣ କରିବୁ ଏ ପ୍ରକାର ନିର୍ଣ୍ଣୟ ନେଇଛୁ। ବିକଶିତ ଭାରତ ଜି ରାମଜି ଯେଉଁଟା VPG ରାମଜି 2025ର ଆଭିମୁଖ୍ୟକୁ ଦେଖିଲେ ଆଗାମୀ ଦିନରେ 100 ଦିନରୁ 125 ଦିନର କାମ ପାଇବେ ଏବଂ ସବୁଠାରୁ ବଡ଼ କଥା ହେଲା ବିଗତ ଦିନରେ କେବଳ ଗୋଟେ ଗରିବ ଲୋକ ହିଁ ଏ କାମ ପାଉଥିଲା, କିନ୍ତୁ VPG ରାମଜିରେ ଗୋଟେ ଗାଁ ପଞ୍ଚାୟତର ଏସେଟ୍ ତିଆରି ହେବ। ଏ ପ୍ରକାର ବ୍ୟବସ୍ଥା ଭିତରେ ଚାଷୀ ଠାରୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ ସମସ୍ତେ ଏ ସୁଯୋଗ ପାଇପାରିବେ। ଏ ପ୍ରକାର ସୁଯୋଗକୁ ନେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଯେଉଁ ଯୋଜନା କରିଛନ୍ତି ତାକୁ ଆମେ କାର୍ଯ୍ୟକାରୀ କରିବୁ। ଏଥିପାଇଁ 5,575 କୋଟି ଟଙ୍କା ଆମେ ବ୍ୟୟବରାଦ କରିଛୁ, ଯାହାକି କନଭର୍ଜେନ୍ସରେ ହେବ। ମହାତ୍ମା ଗାନ୍ଧୀ MGNRG ଯେଉଁ ଯୋଜନା ଥିଲା ସେ ଯୋଜନା ଭିତରେ ଆମେ ଯେଉଁଟା ଆମର ଏକ୍ସପ୍ରେସିଆଲ୍ ବ୍ଲକ୍ ଥିଲା, ଆକାଂକ୍ଷୀ ଜିଲ୍ଲା ଥିଲା, 30 ଆକାଂକ୍ଷୀ ଜିଲ୍ଲା ଭିତରେ 30 ବ୍ଲକ୍ 9ଟି ଜିଲ୍ଲା ଭିତରେ ଯେଉଁମାନେ କି ଦାଦନ ଯାଉଥିଲେ, ଯେଉଁମାନେ କି ବାହାରକୁ କାମ କରି ଯାଉଥିଲେ ସେମାନଙ୍କୁ ଆମେ 300 ଦିନର କାମ କରିଦେବୁ ଏବଂ VPG ରାମଜି 100 ଦିନର 125 ଦିନର ବି ଅନ୍ୟ ଅଞ୍ଚଳରୁ ବି ଯେଉଁମାନେ ଯାଉଥିଲେ ସେ ତାକୁ ରୋକିବା ପାଇଁ ବି ଏ ବ୍ୟବସ୍ଥା। ଏବଂ ସବୁଠାରୁ ବଡ଼ କଥା ହେଲା ଯେ ଟଙ୍କାର ଆତ୍ମସାତ ନ ହେବ ଏ ପ୍ରକାର ବ୍ୟବସ୍ଥାକୁ ନେଇ କାମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଡବଲ ଇଞ୍ଜିନର ସରକାର ଆଜି କାମ କରୁଛନ୍ତି 75% ଅନୁପାତରେ ଏବଂ ଏଥିପାଇଁ 1,662 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ଏବଂ 400 କୋଟି ଟଙ୍କା ଆମର ବ୍ୟବସ୍ଥା କରାଯାଇଛି, ଯେଉଁଟାକି ଆମେ 300 ଦିନର କାମ ଯେଉଁଟା ଅଧିକ ଦିଆଯିବ ସେ ପ୍ରକାର ବି ରଖାଯାଇଛି। ଗ୍ରାମୀଣ ଜଳ ଯୋଗାଣ ମିଶନରେ 55,000 କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ବ୍ୟୟବରାଦ ହେଇଛି 2027 ଘରକୁ ଘର ପାଣି ପହଞ୍ଚାଇବା ପାଇଁ ଏବଂ ଜଳ ଜୀବନ ମିଶନ ମାଧ୍ୟମରେ 7,000 କୋଟି ଟଙ୍କା ରଖାଯାଇଛି, ଯାହାକି ଆମେ ଆମର ଲକ୍ଷ୍ୟ ଭିତରେ ଆମେ ପହଞ୍ଚି ପାରିବୁ। ସ୍ୱଚ୍ଛ ଭାରତ ମିଶନରେ 366 କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। କେନ୍ଦ୍ରୀୟ ଅର୍ଥ ଆୟୋଗରେ 2,404 କୋଟି ଟଙ୍କାର ରଖାଯାଇଛି। ଆମର ବିଭିନ୍ନ ଗୋଷ୍ଠୀ ଚାଳିତ ପ୍ରକଳ୍ପ ପାଇଁ 1,202 କୋଟି ଟଙ୍କାର ଅନାବୈଧ ଗ୍ରାଣ୍ଟ ପାଇଁ ରଖାଯାଇଛି। ଟ୍ୟାଡ୍ ଗ୍ରାଣ୍ଟ ପାଇଁ 1,202 କୋଟି ଟଙ୍କାର
व्यवस्था रखाई जे जहाँ हूँ केंद्रीय अर्थ आयोग पर व्यवस्था राज्य अर्थ आयोग पर व्यवस्था भितर आमर राज्य अर्थ कमिशन अधीन 4,04,883 कोटी 92 लाख टंका व्ययबराद रखाई से 2030 कोटी टंकार हस्तांतर अनुदान ग्राम पंचायत जहाँकि 60-30-10% बंटन हम से रखाई विकसित गाँ विकसित ओडिशा 2036-47 जो संकल्प भितर 200 कोटी टंकार व्ययबराद रखाई नूतन राज्य क्षेत्र योजना क्रमवर्धिष्णु लाइवलीहुड आर्गुमेंटेशन टू ग्रेजुएशन अप्रोच एथिपाई 220 कोटी टंकार व्ययबराद रखाई जोटा कि डालखाई आमर आमर 9टी जिला 30टी ब्लॉक में पैसा लेकर रखाई तापर 36 मास अवधि विशिष्ट ये कार्यक्रम प्रत्येक परिवार तत्क्षणात आवश्यक 10,000 टंका 2टी किस्ती 50,000 टंकार उत्पादन संपत्ति सहायता तालीम प्राप्त स्वेच्छासेवी जरिया निरंतर प्रशिक्षण प्रदान करा माने आगामी दिन में आम 60,000 युवक युवती मान को ट्रेनिंग देवु से एसेट तैयारी हेबो एवं विभिन्न प्रशिक्षण व्यवस्था करा आमर डीडीजी को दीनदयाल उपाध्याय ग्रामीण कौशल योजना 65 कोटी टंकार व्ययबराद रखाई राष्ट्रीय ग्राम स्वराज अभियान 307 कोटी टंकार बजेट टोटल से हिसाब से आम सबुठार बड़ कथा है जे विगत दिन में पंचायत राज व्यवस्था को जो माने निर्माण करिछु बिजू बाबूंकर स्वप्न बोली कहते किंतु आज से माने अनुपस्थित रहिले ये सबुठार दुखर विषय पंचायत राज व्यवस्था को नहीं ये राज्य दिन गर्व अनुभव करथिला एवं सेठी तांको नारे दल निर्माण है किंतु से प्रबाद पुरुष को आज बिजू जनता दलर समस्ते भूलीगले कहीं उपस्थित रहिले ये सबुठार दुख लगुच कारण आज जो व्यवस्था लोकंक सरकार करिसंती यशस्वी प्रधानमंत्री नरेंद्र मोदी चेष्टा एवं लोकंकर मुख्यमंत्री मोहन माझी चेष्टा मोर विभाग जो अधिक अधिक काम कर प्रयास एवं योजना प्रस्तुत कर प्रयास भितर जो काम करिसंती से काम भितर ए काम ही न से माने उपस्थित न रहा सबुठार दुख विषय से दृष्टि नहीं ओडिशार विकास क्षेत्र जो गाँ अच्छी गाँव उन्नति से माने चाहूना ये संपूर्ण भाव में प्रतीयमान होगा मु अनुभव करुँची आज ग्राम्य उन्नयन विभाग जो विभाग को नहीं आम गर्व अनुभव करूँ एवं सबुठार बड़ कथा है ये ग्राम्य उन्नयन विभाग नमूना एपरी तैयारी होइछि आज गाँव व्यवस्था भितर मो विभाग ग्राम्य उन्नयन विभाग कमिशनर अछंती एवं ग्राम्य गाँ ठारो जो निर्णय होता है पंचायत से निर्णय होता पंचायत मोर विभाग भी सेक्रेटरी अछंती ता संगे संगे मो विभाग समस्त अधिकारी अछंती दुई विभाग समस्त अधिकारी अछंती मो निश्चित भाव में से जो योजना प्रस्तुत कर पंचायत राज एवं ग्राम्य उन्नयन विभाग में आजिकार ग्राम्य उन्नयन विभाग जदि रूपरेख तैयारी देखा आम आगामी दिन अनुभव कर जो अनुभव कि समस्त हृदय अच्छी जदि अटल जी गाँव सौभाग्य देखी एवं से प्रधानमंत्री ग्राम सड़क योजनार निर्णय नहीं गाँ को पिचु रास्तार संयोग करते ये पिचु रास्तार कनसेप्ट थिला जे गाँव गरीब लोक भी
ସହରୀ ଭଳିଆ ଦୁନିଆ ଦେଖିଲା ଭଳିଆ ଅନୁଭବ କରିବ, ତାର ଉତ୍ପାଦିତ ଦ୍ରବ୍ୟ ସହରରେ ବିକ୍ରି କରିପାରିବ ଏବଂ ସହରରେ ଯେଉଁ ରହୁଥିବା ପ୍ରଶାସନିକ ଅଧିକାରୀ ବ୍ୟବସ୍ଥା ଗାଁକୁ ପହଞ୍ଚି ପାରିବ। ଏ ପ୍ରକାର ଯେଉଁ ନିର୍ଣ୍ଣୟ ନେଇଥିଲେ, ଏ ପ୍ରକାର ସୌଭାଗ୍ୟ ଭିତରେ ଆଜିକାର ଯେଉଁ ଓଡ଼ିଶାର ଲୋକଙ୍କ ସରକାର ଅଛି ବିଭାଗକୁ 2026-27 ମସିହା ଆର୍ଥିକ ବର୍ଷ ପାଇଁ 10,204 କୋଟି ଟଙ୍କା 60 ଲକ୍ଷର ବ୍ୟବସ୍ଥା ହେଇଛି। ଏ ବ୍ୟବସ୍ଥା ଭିତରେ ଆମେ ଗତ ବର୍ଷ ଠାରୁ ଆମେ ଅଧିକ ଆଲୋକେସନ୍ ପାଇଛୁ, ଯାହାକି ଆଗାମୀ ଦିନର ଯେଉଁ ଲକ୍ଷ୍ୟ ଭିତରେ ଅନୁଭବ କରିବାର ଆବଶ୍ୟକ ଅଛି ଯେ ଗ୍ରାମ୍ୟ ଉନ୍ନୟନ ଏବଂ ଏ ବିଭାଗ ଯେଉଁ କାମ କରୁଛି ସେ କାମର ସାମଗ୍ରିକ ବ୍ୟୟ ବରାଦ ବିଭାଗୀୟ କାର୍ଯ୍ୟକ୍ରମ ପାଇଁ 7,800 କୋଟି ଏବଂ ପ୍ରଶାସନିକ ଯେଉଁ ବ୍ୟୟ ବରାଦ ଅଛି 2,404 କୋଟି 60 ଲକ୍ଷ ଟଙ୍କାର ଅଛି। ତ ଏ ଯେଉଁ ବିଭାଗର କର୍ମକର୍ତ୍ତା ଏବଂ ଯେଉଁ ଏଲୋକେସନ୍ ହେଇଛି, ୟାରି ଭିତରେ ଆମର ବହୁତ ବଡ଼ ଗୋଟେ ଲକ୍ଷ୍ୟ ରଖିଛୁ ଯେ ମିଶନ୍ ପାୱାର ହେଉଛି ପାୱାର ୱାଟର ରୋଡ଼। ଆମେ ପ୍ରତ୍ୟେକ ଘରକୁ ପାଣି ଦେବୁ, ପ୍ରତ୍ୟେକ ଗାଁକୁ ଆମେ ରାସ୍ତା ଦେବୁ ଏବଂ ବିଜୁଳି ଦେବୁ। ଯେଉଁ ବିଷୟ କି ମୌଳିକ ଆବଶ୍ୟକତାର 3ଟି ବିଷୟ ଗୋଟିଏ ପରିବାର ପାଇଁ, ଗୋଟିଏ ମଣିଷ ପାଇଁ ଆବଶ୍ୟକ ବୋଲି ମନେ କରୁଥିବା ଏ ବିଷୟ। ତ ସେ ଦୃଷ୍ଟି ନେଇ ଆମେ ସବୁଦିନିଆ ରାସ୍ତା ଦେବୁ, ଏ ପ୍ରକାର ବି ନିର୍ଣ୍ଣୟ ସବୁଦିନିଆ ରାସ୍ତା ଦେବୁ। ସେ ପ୍ରକାର ନିର୍ଣ୍ଣୟ ଭିତରେ ଆମେ କାମ କରୁଛୁ ଯେ ଯେତେ ରେଭେନ୍ୟୁ ଭିଲେଜ୍ ଅଛି ଓଡ଼ିଶା ପ୍ରଦେଶର ସବୁ ଗାଁକୁ ଆମେ କନେକ୍ଟିଭିଟି ଦେବୁ, ପିଚୁ ରାସ୍ତା ଦେବୁ। ଏ ପ୍ରକାର ନିର୍ଣ୍ଣୟ ନେଇ ଆମେ ଯେଉଁ କାମ କରୁଛୁ ଏଥିରେ ଆମର ଭାଗ ଅଛି। 2026-27 ବର୍ଷ ନିର୍ଦ୍ଧାରିତ ଲକ୍ଷ୍ୟ ରାସ୍ତା ନିର୍ମାଣ ଆମେ ରଖିଛୁ 9,700 କିଲୋମିଟର ନୂତନ ରାସ୍ତା ନିର୍ମାଣର ଲକ୍ଷ୍ୟ ରଖାଯାଇଛି। ଯେଉଁ ନୂତନ ରାସ୍ତା ହେବ ସବୁଠାରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ ଆମ ପଞ୍ଚାୟତର ଯେଉଁ ପଞ୍ଚାୟତରେ ତୁମ୍ବି ତୁଫାନ ହୁଏ, DRDAରେ ତୁମ୍ବି ତୁଫାନ ହୁଏ ଏବଂ ବିଧାନସଭାରେ ବି ସ୍ୱର ଉତ୍ତୋଳନ ହୁଏ ଯେ ଆମ ଗାଁକୁ ରାସ୍ତା ହେଲାନି। ଆମେ ସେ ପଞ୍ଚାୟତରାଜ ବିଭାଗର ରାସ୍ତାକୁ ଆମେ ଗ୍ରାମ୍ୟ ଉନ୍ନୟନକୁ ନେଉଛୁ। ସେ ଦୃଷ୍ଟିରୁ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତରାଜ ଯେଉଁଟା ଛୋଟ ପଡ଼ାକୁ ସଂଯୋଗ କରିବ ପଞ୍ଚାୟତରାଜ ଏବଂ ଯେଉଁଟା ବଡ଼ ଜନସଂଖ୍ୟା ବିଶିଷ୍ଟ ପଡ଼ା ବି ହେଇଥିବ, ଗାଁ ହେଇଥିବ, ସେ ପ୍ରକାର ନିର୍ଣ୍ଣୟ ନେଇ ଆମର ବିଭାଗ କାମ କରୁଛି ଏବଂ ସେ ହିସାବରେ ଆମେ କାମ କରିଛୁ। ସେତୁ ବନ୍ଧ ବା ଆମର ଯେଉଁଟା ଆଡ଼ି ବନ୍ଧ କହୁଛୁ, ଆମେ ଏହି ହିସାବରେ 350ଟି ନୂତନ ସେତୁ କରିବୁ 2026-27ରେ, ଯାହାକି ଅନେକ ସମସ୍ୟା ଟ୍ରାଇବାଲ୍ ଅଞ୍ଚଳ ଦୂର ହେବ, ଆମ ଅଞ୍ଚଳର ଦୂର ହେବ। ଆମର କୋଠାବାଡ଼ି ପାଇଁ ବି ଆମେ 400ଟି ନୂତନ ସରକାରୀ କୋଠାବାଡ଼ି କରିବୁ। ଏଥିପାଇଁ 122ଟି ବ୍ଲକ ସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ କାର୍ଯ୍ୟ ବି ଆରମ୍ଭ ହେବ। ଯେଉଁ ଆମ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି, ଯେଉଁ ସ୍ପୋର୍ଟସ କମ୍ପ୍ଲେକ୍ସ ଆଗାମୀ ଦିନରେ ଆମ ଯୁବକ ନ୍ୟୁ ଏଜୁକେସନ୍ ପଲିସିକୁ ନେଇ ଆଧାରିତ କରି ନିଜକୁ ପ୍ରତିଷ୍ଠିତ କରିବ, ସେ ଭିତରେ 122ଟି ବି ଷ୍ଟାଡ଼ିୟମ୍ ଆମେ କରିବୁ। ଏ ପ୍ରକାର 2026-27ର ଯୋଜନା ଭିତରେ ଅଛି। ଏଠାରେ ଯେଉଁ ବି ଆମେ 9,700 କିଲୋମିଟର ରାସ୍ତା କରିବୁ, ସେଥିରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଛି 800 କିଲୋମିଟର, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଆମର 1,700 କିଲୋମିଟର ଅଛି।
ଯୋଜନା ଭିତ୍ତିକ ଭାବରେ ଆମେ ଯେଉଁ ଖର୍ଚ୍ଚ କରିବୁ MMGSY 750 କୋଟି ଟଙ୍କା ଚତୁର୍ଥ ପର୍ଯ୍ୟାୟ ପାଇଁ PM ଜନମନ ପାଇଁ ଆମେ ଖର୍ଚ୍ଚ କରିବୁ 150 କୋଟି ଟଙ୍କା, ଯାହାକି ଗରିବ ଗାଁ ପାଇଁ ଯିବ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ଆମେ ଖର୍ଚ୍ଚ କରିବୁ 4,271 କୋଟି 44 ଲକ୍ଷ ଟଙ୍କା। ଚତୁର୍ଥ ପର୍ଯ୍ୟାୟ ପାଇଁ ଏବଂ ସେତୁ ବନ୍ଧନ ଯୋଜନା ପାଇଁ 2,050 କୋଟି ଟଙ୍କା। ଯେଉଁ ସେତୁ ବନ୍ଧନ ଯୋଜନାରେ ଦୁଇ ପ୍ରକାର ହେବ, ବ୍ରିଜ୍ କମ୍ ୱେର୍ ହେବ। ଏ ପ୍ରକାର ନେଇ କାମ କରୁଛୁ, ଯାହାକି ଚାଷୀମାନଙ୍କ ପାଇଁ, ଲୋକମାନଙ୍କ ପାଇଁ ଅଧିକ ଚାଷ କରିବାର ବି ସୁବିଧା ପାଏ। ଏବଂ ମରାମତି ରକ୍ଷଣାବେକ୍ଷଣ ଗ୍ରାମାଞ୍ଚଳ ରାସ୍ତାର ଯେଉଁ ମରାମତି ପାଇଁ ପିରିୟଡ଼ିକ୍ ମେଣ୍ଟେନାନ୍ସ ଯେଉଁ ବିଷୟ ଅଛି, ସେଇଥିପାଇଁ 1,942 କୋଟି 87 ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏ ଭାବରେ ଆମେ ରଖିଛୁ। ବିଶେଷ ଜ୍ଞାନ କୌଶଳର ପ୍ରୟୋଗ କରି ପରିବେଶ ସନ୍ତୁଳନ ରକ୍ଷା ପାଇଁ ଅପଚୟ ପ୍ଲାଷ୍ଟିକ୍, ୱେଷ୍ଟ ପ୍ଲାଷ୍ଟିକ୍ ଏବଂ FDR ଫୁଲ୍ ଡେପ୍ଥ ରିକ୍ଲେମେସନ୍ ଭଳି ସବୁଜ ଜ୍ଞାନ କୌଶଳ ଗ୍ରୀନ୍ ଟେକ୍ନୋଲୋଜି ବ୍ୟବହାର କରି ରାସ୍ତା ନିର୍ମାଣ କରିବା ବ୍ୟବସ୍ଥା କରେ, ଯେଉଁଟାକି ଆଧୁନିକ ଟେକ୍ନୋଲୋଜିକୁ ଆଡପ୍ଟ ହେବା ବର୍ତ୍ତମାନ ଆର୍ଟି ଡିପାର୍ଟମେଣ୍ଟ କରୁଛି। ଯେଉଁଠି ଆମର ପଲିଥିନ୍ ଯେଉଁଟା ସମାଜ ପାଇଁ, ପରିବେଶ ପାଇଁ ଦୂଷିତ ହେଉଛି, ସେ ପ୍ରକାର ବର୍ଜ୍ୟବସ୍ତୁକୁ ବିନିଯୋଗ କରିବ ରାସ୍ତା କ୍ଷେତ୍ରରେ। ଏ ପ୍ରକାର ବି ସୁବିଧା ପାଇବାକୁ ପାରିବେ। ସେଇଥିପାଇଁ ଇଞ୍ଜିନିୟରିଂ ଉତ୍କର୍ଷତା ଓ ଗୁଣବତ୍ତାକୁ PMGSY ମାନଦଣ୍ଡ ସହିତ ସମନ୍ୱୟ କରିବା ପାଇଁ ରାଜ୍ୟ ଯୋଜନାର ଷ୍ଟେଟ୍ କ୍ୱାଲିଟି ମନିଟରିଂ ବ୍ୟବସ୍ଥା ଆରମ୍ଭ ହେବ। ଏ ବ୍ୟବସ୍ଥା ଭିତରେ ଆମ ଆର୍ଟି ବିଭାଗର ସବୁଠାରୁ ବଡ଼ ସ୍ୱପ୍ନର ଏକ ଆମେ ଅଟ୍ଟାଳିକା ଭିତରେ ଗାଁକୁ ନେବା ପାଇଁ ଚାହୁଁଛୁ। ଗାଁ ହେଉଛି ଓଡ଼ିଶାର ଯେଉଁ ଆତ୍ମା। ଓଡ଼ିଶା ଗ୍ରାମାଞ୍ଚଳର ରାଜ୍ୟ ଅଛି, ସେ ଗାଁକୁ ଆମେ ଅଧିକ ସୁନ୍ଦର କରିବୁ। ଲୋକଙ୍କ ଆଶା ଭରସାକୁ ସମ୍ମାନ ଜଣାଇ ଆମ ସରକାର ଗ୍ରାମାଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏକ ଐତିହାସିକ ବଜେଟ୍ ଉପସ୍ଥାପନ କରିଛି। ତ ସେ ଦୃଷ୍ଟି ନେଇ ଯେଉଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଛି, ଏ ଗ୍ରାମ୍ୟ ଉନ୍ନୟନ ବିଭାଗ ଆଗାମୀ ଦିନରେ ଲୋକଙ୍କ ସରକାରର ଏକ ବଡ଼ ଭୂମିକା ନିର୍ବାହ କରିବ, ଯାହାକି ଜିରୋ କନେକ୍ଟିଭିଟି। ଏ ଜିରୋ କନେକ୍ଟିଭିଟିର ରୂପରେଖ ତିଆରି କରିବା ପାଇଁ ସେ ପ୍ରକାର ପ୍ରୟାସ କରି କାମ କରୁଛି। ୟାରି ଭିତରେ ମୁଁ ଆଉ ଏକ କଥା କହିବା ପାଇଁ ଚାହିଁବି ଯେ ଆଜି ଯେଉଁ ବଜେଟ୍ ପାରିତ ହେଲା, ଏ ବଜେଟ୍ ପାରିତ ହେବା ଭିତରେ ଅପୋଜିସନ୍ ରହିଥିଲେ ଭଲ ହୋଇଥାନ୍ତା। କାରଣ ଅପୋଜିସନ୍ ବି ଜାଣିଥାନ୍ତା ଯେ ଆମେ କମ୍ ଦିନ ଭିତରେ କେଉଁ ଲକ୍ଷ୍ୟ ନେଇ ଆମେ କାମ କରୁଛୁ। ଏ କମ୍ ଦିନର ଲକ୍ଷ୍ୟ ଏବଂ କାମ କରିବା ସଙ୍ଗେ ସଙ୍ଗେ ଆମର ଆଚିଭମେଣ୍ଟ ଯେଉଁ ପ୍ରକାର ହେଉଛି, ଏ ସବୁଠାରୁ ବଡ଼ କଥା ହେଉଛି ସରକାର। ଆଜି ପ୍ରଶାସନିକ ମାନସିକତା, ଲୋକଙ୍କର ଆଗ୍ରହ, ସରକାରଙ୍କର ଯେଉଁ ଆବେଗତାର ସାଙ୍ଗରେ ତାକୁ ପ୍ରସ୍ଫୁଟିତ କରିବା, ଏ ପ୍ରକାର ନିର୍ଣ୍ଣୟ ନେଇ ଆଜି ସରକାରଙ୍କର ପ୍ରଶାସନିକ ଅଧିକାରୀ, ସରକାର ସମସ୍ତେ ମିଳିତ ଭାବରେ ବିଭାଗର ଯେଉଁ ଦୁଇଟି ବିଭାଗ ଅଛି, ପଞ୍ଚାୟତରାଜ ଏବଂ ଆର୍ଟି ବିଭାଗ, ଏ ଦୁଇଟି ବିଭାଗ ମିଳିତ ଭାବରେ ଆମେ ଯେଉଁ କାମ କରୁଛୁ, ନିଶ୍ଚିତ ଭାବରେ ମୋର ଦୀର୍ଘ ଦିନର ଅନୁଭୂତିରେ ମୁଁ ନିଜକୁ ଧନ୍ୟ ମନେ କରୁଛି ଯେ ଆଗାମୀ ଦିନରେ ମୋର ଓଡ଼ିଶା ଆଗକୁ ବଢ଼ୁ, ମୋର ଗାଁ ଆଗକୁ ବଢ଼ୁ, ଗାଁରେ ରହୁଥିବା ଗରିବର ସ୍ୱପ୍ନ ସାକାର ହେଉ। ଆଜିର ବଜେଟ୍କୁ ଅନୁଭବ କରି ମୁଁ ଏହା ଜଣାଇବା ପାଇଁ ଚାହୁଁଛି। ଧନ୍ୟବାଦ।